ଆଖି ଦେଖା ଯାଉଛି ଖରାପ, କାନକୁ ଶୁଭୁଛି ଲୁଗାଟା ଚୋରି କରୁଛନ୍ତି, ପୁଣି ଗୋପୀମାନଙ୍କର ବସ୍ତ୍ର ଗାଧୁଆ ଲୁଗା ଚୋରି କରୁଛନ୍ତି। ଏଇଟା ଆଜ୍ଞା ପ୍ରକୃତରେ ଖରାପ ଜିନିଷ, ନିଶ୍ଚିତ ଜମା ଆଜ୍ଞା ଖରାପ ଜିନିଷ ନୁହେଁ। କାହିଁକି ନୁହେଁ ନା ଦେଖନ୍ତୁ, ଏବେ ବି ଦେଖନ୍ତୁ ଉତ୍ତର ଭାରତ ବା ଅନ୍ୟାନ୍ୟ ବହୁତ ଜାଗା ଦେଖିବେ, ସାଧାରଣତଃ ସ୍ତ୍ରୀ ଲୋକମାନେ ଗାଧୋଇଲା ବେଳେ କ'ଣ କରୁଛନ୍ତି ନା ଜଳେ ପର୍ଯ୍ୟନ୍ତ ଉଲଗ୍ନ ଅବସ୍ଥାରେ ଗାଧାନ୍ତି। ଏଇଟା ଆମ କହିବାକୁ ବି ଇଏ ଲାଗୁଛି ଯେ ବର୍ତ୍ତମାନ ବି ସମାଜରେ ବି ସେ କଥା ବି ବହୁତ ଜାଗାରେ ହୋଇଥାଇପାରେ। କବାଟ ଘରେ ବାଥରୁମରେ କବାଟ ଦେଇକି ଲୋକ କିଏ ଲୁଗା ପିନ୍ଧି ଗାଧଉଛି କ'ଣ ହଉଛି, କିନ୍ତୁ ଶାସ୍ତ୍ର ଲେଖା ହେଇଛନ୍ତି ସ୍ନାନ ସମୟରେ ଉଲଗ୍ନ ଅବସ୍ଥାରେ କୌଣସି ଜାଗାରେ ଗାଧେଇବ। ଏ ଗୋପୀମାନେ କ'ଣ କରୁଥିଲେ, ଏ ଜଳରେ ପଶିକିରି ସବୁତକ ଲୁଗା ତକ ଉପରକୁ ଥୋଇ ଦଉଥିଲେ, ପାଣିରେ ଯାଇକି ଉଲଗ୍ନ ହେଇ ଗାଧଉଥିଲେ। ଏଇଟା ବରୁଣ ଦେବତାଙ୍କ ଅପମାନ। ଆପଣ ତ ଆମକୁ ବୁଝେଇଦେଲେ ଯେ ଲବଣ ଚୋରିଟା ହଉଛି ଭଗବାନ କଂସକୁ ବା କଂସର ମାତ୍ରାଧିକ କର ଏଗନେଷ୍ଟରେ ଗୋପାଳ ବାଳକମାନେ ଖାଇବାକୁ ପାଉନଥିଲେ ବା ଦୁର୍ବଳ ହେଇଯାଉଥିଲେ, ତାଙ୍କୁ ପୋଷଣ ତତ୍ତ୍ୱ ଦେବା ପାଇଁ ସିଏ ଏସବୁ କାର୍ଯ୍ୟରେ କରୁଥିଲେ, ତାକି ଲୋକମାନେ ଭଲରେ ରହିବେ ବା ଗୋପପୁରବାସୀ ଭଲରେ ରହିବେ। ଏ ତ ଠିକ୍ ଅଛି, ଆମେ ଗୋଟେ ଏଙ୍ଗେଲ ବୁଝିଲୁ। ଯେତେବେଳେ ଯମୁନା କୂଳରେ ଗୋପୀମାନେ ଯାଇଥିଲେ ଗାଧେଇବା ପାଇଁ, ସେ ଯେଉଁ ବସ୍ତ୍ର ହରଣ କରିଥିଲେ ତାହାର ମତାମତ କ'ଣ ରଖିବେ ଆପଣ? ଏଇଟା ଗୋଟେ ବହୁତ ରୋଚକ ଜିନିଷଟା। ନିଶ୍ଚିତ ଆଖି ଦେଖା ଯାଉଛି ଖରାପ, କାନକୁ ଶୁଭୁଛି ଲୁଗାଟା ଚୋରି କରୁଛନ୍ତି, ପୁଣି ଗୋପୀମାନଙ୍କର ବସ୍ତ୍ର ଗାଧୁଆ ଲୁଗା ଚୋରି କରୁଛନ୍ତି। ଏଇଟା ଆଜ୍ଞା ପ୍ରକୃତରେ ଖରାପ ଜିନିଷ, ନିଶ୍ଚିତ ଜମା ଆଜ୍ଞା ଖରାପ ଜିନିଷ ନୁହେଁ। କାହିଁକି ନୁହେଁ ନା ଦେଖନ୍ତୁ, ଏବେ ବି ଦେଖନ୍ତୁ ଉତ୍ତର ଭାରତ ବା ଅନ୍ୟାନ୍ୟ ବହୁତ ଜାଗା ଦେଖିବେ, ସାଧାରଣତଃ ସ୍ତ୍ରୀ ଲୋକମାନେ ଗାଧୋଇଲା ବେଳେ କ'ଣ କରୁଛନ୍ତି ନା ଜଳେ ପର୍ଯ୍ୟନ୍ତ ଉଲଗ୍ନ ଅବସ୍ଥାରେ ଗାଧାନ୍ତି। ଏଇଟା ଆମ କହିବାକୁ ବି ଇଏ ଲାଗୁଛି ଯେ ବର୍ତ୍ତମାନ ବି ସମାଜରେ ବି ସେ କଥା ବି ବହୁତ ଜାଗାରେ ହୋଇଥାଇପାରେ। କବାଟ ଘରେ ବାଥରୁମରେ କବାଟ ଦେଇକି ଲୋକ କିଏ ଲୁଗା ପିନ୍ଧି ଗାଧଉଛି କ'ଣ ହଉଛି, କିନ୍ତୁ ଶାସ୍ତ୍ର ଲେଖା ହେଇଛନ୍ତି ସ୍ନାନ ସମୟରେ ଉଲଗ୍ନ ଅବସ୍ଥାରେ କୌଣସି ଜାଗାରେ ଗାଧେଇବ। ଏ ଗୋପୀମାନେ କ'ଣ କରୁଥିଲେ, ଏ ଜଳରେ ପଶିକିରି ସବୁତକ ଲୁଗା ତକ ଉପରକୁ ଥୋଇ ଦଉଥିଲେ, ପାଣିରେ ଯାଇକି ଉଲଗ୍ନ ହେଇ ଗାଧଉଥିଲେ। ଏଇଟା ବରୁଣ ଦେବତାଙ୍କ ଅପମାନ। ଦିବସରେ ଅନ୍ୟାନ୍ୟ କିଏ କେତେବେଳେ ଆସିଯିବ କ'ଣ, ଏଟା ଶୁଣିବାକୁ ଖରାପ ଲାଗିବ, ଗାଧେଇବା ତ ଜଣେ ଦେଖିବ ଅଲଗା ଜିନିଷ। ତେଣୁ ଏ ସଂସ୍କାର କୁସଂସ୍କାରକୁ ହଟେଇବା ପାଇଁ ମହାପ୍ରଭୁ କଲେ କ'ଣ, ନିଜେ ଚୋରି କରିନାହାନ୍ତି, ପବନକୁ ଆଦେଶ ଦେଲେ, କହିଲେ ଏଇ ତାଙ୍କୁ ଟିକେ ବୁଦ୍ଧି ଶିଖେଇବା। ସେ ଲୁଗା ସବୁ ଉଡ଼େଇ ଆଣେ, ସବୁ ଗଦମଡ଼ାରେ ବାନ୍ଧିଦେଲେ। ସାରିଲେ ଲୁଗା ଖୋଜିଲେ, କୋଉଠି ଗଲା ଲୁଗା, ଦେଖିଲେ ଅନେଇଲେ, କୁଆଡ଼େ ଦେଖିଲା ବେଳକୁ ଗଛ ଉପରେ ଲୁଗା, ଗଛ ଉପରେ ଲୁଗା ତକ ଟଙ୍ଗା ହେଇଛି, ଇଏ କନେଇ ବସିକି ସେଠି ବଇଁଶୀ ଫୁଙ୍କୁଛି। ଯିଏ ଚୋରି କରି ସେ ପଳେଇବ ଡରିକି, ମାଡ଼ ଖାଇବା ଡରି, ଇଏ କାହିଁକି ସେଠି ରହିଲେ, ଶିକ୍ଷା ଦେବେ ନା। ତେଣୁ ସିଏ ସେ ଜାଗା ଉପରେ ନିଜେ ଅଛନ୍ତି ଲୁଗାକୁ। ଗୋପୀମାନେ ମାଗିଲେ, କହିଲେ କନେଇ ଆମକୁ କାହିଁ ହଇରାଣ କରୁଛୁ, ଆମକୁ ତୁ ଏଗୁଡ଼ା କି ଅଲାଜୁକ କାମ କରୁଛୁ, ଆମେ ଗାଧଉଛୁ, ଆମ ଲୁଗା ଗୁଡ଼ାକ ସବୁ ନେଇକି ତୁ ଚୋରି କରି ନେଉଛୁ, ଏଗୁଡ଼ା ଖରାପ କାମ, ତ ବାପାକୁ କହିବୁ। ଅନେକ କହିଲେ ତମେ କୋଉ ଭଲ କାମ କରୁଛ କି, ମୁଁ ତ ଖରାପ କାମ କଲି, ଲୁଗା ଚୋରି କଲି। ଆଉ ତମେ ଗୁଡ଼ାକ କେମିତି, ଏତେ ବୟସ୍କ ଲୋକ ଗୁଡ଼ାକ ତମେ ଗାଧଉଛ, ଗାଧେଇଲା ବେଳେ ସବୁତକ ଲୁଗାପଟା ସବୁତକ ତମେ ଓହ୍ଲେଇକିରି ଲଙ୍ଗଳା ମୁକୁଳା ହେଇକିରି ଦେହରେ ବସ୍ତ୍ର ଖଣ୍ଡେ ନାହିଁ, ତମେ ଜଳ ଭିତରେ ପଶି ଗାଧଉଛ, ପୁଣି କିଏ କାହାକୁ କୋଳି ଗୁଞ୍ଜା ପାଣି ଫୋପାଡୁଛ, କିଏ କୋଉଠି ଇଏ କରୁଛ, ଏଗୁଡ଼ା କ'ଣ ତମର ଠିକ ମାନବିକତା? ଏଇଟା ଠିକ କାମ ହେଇପାରିବନି। ମୁଁ ଲୁଗା ଦେବିନି, ମୁଁ ତ ଲୁଗା ଆଣିନି, ମୁଁ ଦେବି କାହିଁ? ଆଉ ଲୁଗା କିଏ ନେଲା ନା, ସେ ପବନ ନେଇଗଲା, ସେ ଗଛରେ ମୁଁ ତ ଧରିକି ବାନ୍ଧି ଦେଇଛି। ନା ହଉ ତୁ ବାଞ୍ଚ, ଆମ ଲୁଗା ଦେଇଦେ। ନା ମୁଁ ଲୁଗା ଦେବିନି, ତମେ ଗୋଟେ କାମ କର, ସବୁ ଭୁଲ ମାଗ, ତମେ ଧର୍ମ ଦେବତାଙ୍କୁ ଭୁଲ ମାଗ, ଜଳ ଭରୁଣକୁ ଭୁଲ ମାଗ, ମତେ ଭୁଲ ମାଗ, ତାପରେ ମୁଁ ଦେବି। ଗୋପୀମାନେ କହିଲେ ଆମର ଭୁଲ ନା, ଏମିତି କଥାରେ କହିଦେଲେ ହେଇଯିବ, କଥାରେ କ'ଣ କହିଦେଲେ ହେଇଯିବ, ହବ ନାହିଁ।
କହିଲେ ହଉ ଆମେ ଭୁଲ ମାଗୁଛୁ ନା ନାହିଁ ସେ କଥା ଦି ହାତକୁ ଟେକ ହାତ ଯୋଡ଼ିକି କୁହ ଯେ ଆମର ଭୁଲ ହେଇଛି ଆମେ ଆଉ ଏ କାମ କରିବୁନି ନିୟମ କର ତାପରେ ମୁଁ ଲୁଗା ଦେବି। ଶେଷକୁ ସେ ଲଜ୍ଜାକୁ ପରିହାର କଲେ। ଗୋପୀମାନେ ତାଙ୍କର ଦି ହାତକୁ ଟେକିକି ପୁଣି ମାଗିଲେ ଲୁଗା କହିଲେ ଆଜିଠାରୁ ଏ ଭୁଲ ହବନି ହବ ନାହିଁ ଠିକ ଅଛି ନିଅ ନିଜେ ବାଛିକି ନିଅ। ତେଣୁ ପ୍ରତ୍ୟେକ ଜିନିଷଟା ମହାପ୍ରଭୁଙ୍କର ଯେତେ ଲୀଳା କରିଛନ୍ତି କେବଳ ଲୋକଶିକ୍ଷା 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 ଆଜ୍ଞା ଲୋକଙ୍କୁ କୁମାର୍ଗରୁ ସୁମାର୍ଗକୁ ଆଣିବା ପାଇଁ ଏ ସବୁ ଯେତେ ଲୀଳା କରିଛନ୍ତି। ବ୍ରଜେ ପ୍ରସିଦ୍ଧଙ୍କ ନବନୀତ ଚଉର ଗୋପାଙ୍ଗ ନେଇ କଂସ ଦୁକୂଳ ଚଉର ଭକ୍ତା ନାମ କୋଟି ଜନ୍ମ ପାପ ଚଉର। ଆଜ୍ଞା ଆମେ ଏଠି ଆଲୋଚନା କରୁଛେ କୋଉ ବିଷୟ ଆଲୋଚନା କରୁଛେ? ମହାପ୍ରଭୁଙ୍କର ଲୀଳା ଭଗବାନଙ୍କ ଲୀଳା କଥା ଆଲୋଚନା କରୁଛେ। ଯେତେବେଳେ ଆମ ଭଗବାନଙ୍କ କଥା ଆଲୋଚନା କରୁଛେ ଆମ ଭିତରେ ବର୍ତ୍ତମାନ ପାପ ଅଛି କି କହିପାରିବେ? ମୋ ଭିତରେ ପାପ ଅଛି? ଆମ ଭିତରେ ଶ୍ରବଣ କୀର୍ତ୍ତନ ଅର୍ଜନ ବନ୍ଦନ ଯେତେବେଳେ ମହାପ୍ରଭୁଙ୍କ ଶ୍ରବଣ କରୁଛେ ସେତେବେଳେ ଏ ପାପ ଗୁଡାକ ସବୁ ଆମଠୁ ଦୂରେଇ ଯାଇଛନ୍ତି। ଆମେ କଥାକୁ ବହନ କରିଦେବା ତାପରେ ପାପ ପୁଣି ଆସିବେ ଆମ ତରଫକୁ। ତେଣୁ ଅଜ୍ଞାତ ଭାବରେ ପାପ ଗୁଡାକ ଚୋରି ହେଇଯାଇଛନ୍ତି ନା ନାଇଁ? ନିଶ୍ଚିତ। ତେଣୁ ଭାଗବତ ଜଗନ୍ନାଥ କହିଲେ କୃଷ୍ଣ ନାମରେ ପାତକ କ୍ଷୟ ଯେତେ ପାପି କରି ନ ପାରଇ ପାପ ସେତେ। ଥରେ ମାତ୍ର କୃଷ୍ଣ ନାମ ଉଚ୍ଚାରଣ କରିଦେଲେ ଯେତିକି ପାପ ପଳେଇବ। କିନ୍ତୁ ଆମେ କଣ କରୁଛେ ନା ମାଡ଼ି ବଇଛେ ମାୟାକୁ ମାଡ଼ି ବସିଛେ। ମାୟା ଗ୍ରାସ କରି ନାହିଁ ମାୟାକୁ ଆମେ ମାଡ଼ି ଜାବୁଡ଼ିକି ଧରିଛେ। କହୁଛେ କଣ ନା ଏ ସଂସାର ଆମକୁ ଛାଡୁନାହିଁ ଏ ମାୟା ଆମକୁ ଛାଡୁନାହିଁ କି ଆମେ ପରା ମୋ ପୁଅ ମୋ ଝୁଅ ମୋ ଘର ମୋ ସମ୍ପତ୍ତି ମୋ ଧନ ମୋ ସବୁ ମୋର ମୋର କହି ମାଡ଼ି ବଇଛୁ। ଇଆଡେ କହୁଛୁ କଣ ନା ଆମକୁ ମାୟା ଛାଡୁନାହିଁ। କେମିତି ଛାଡିବ? ଛାଡ଼ି ଦିଅ ନିଜକୁ ମାଙ୍କଡ ଛୁଆ ପରିବର୍ତ୍ତେ ବିଲେଇ ଛୁଆ କରିଦିଅ। ମାଙ୍କଡଟା ଯେତେବେଳେ ତା ଛୁଆଟାକୁ ଧରିଥାଏ ଛୁଆଟା କଣ କରିଥାଏ ନା ମାଙ୍କଡ ପେଟକୁ ଜାବୁଡ଼ିକି ଧରିଥାଏ। ମାଙ୍କଡ ଏ ଗଛ ସେ ଗଛକୁ ନିଏ। ସେତେବେଳେ ମାଙ୍କଡ ଛୁଆଟା ଯଦି ଗଳି ପଡ଼ିବ ମାଙ୍କଡ ମା ପେଟରୁ ତାହେଲେ ଦୋଷଟା କାହାର? ମାର ଦୋଷ କି? ନା ମାର ଦୋଷ ନୁହେଁ। କାହିଁକି ନା ମାର କାମ ହେଲା ସିଏ ଗଛକୁ ରକ୍ଷା ଦେବ। ସେ ମାଙ୍କଡ ଛୁଆର କାମ ହେଲା ମାକୁ ଜାବୁଡ଼ି ଧରିବ। ତା ଅସାବଧାନତା ହେତୁ ମା ଗଳି ପଡ଼ିଲା। ବିଲେଇଟା ଯେତେବେଳେ ତା ଛୁଆଟାକୁ ନଉଛି ଆଜି ଶତ୍ରୁ ଗୋଡେଇଲା କୁକୁରଟେ ଗୋଡେଇଲା ବିଲେଇ କଣ କରୁଛି ତା ବେକରେ କାମୁଡ଼ିକି ଧରିକି ନେଇକି ଏଠୁ ନେଇ ସେଠି ପଳଉଛି। ଯେତେବେଳେ କାମୁଡ଼ି ନେଇ ପଳଉଛି ସେତେବେଳେ ଯଦି ତା ବେକରେ ଯଦି ଦାନ୍ତ ଗଳିଯିବ ତାହେଲେ ଦୋଷଟା କାହାର? ମାର ହବ। ତେଣୁ ଆମେ ଭଗବାନଙ୍କ ଶରଣରେ ରହିବା। ମାୟା ଆମକୁ ଗ୍ରାସ କରିପାରିବ ନାହିଁ। ଗୀତାରେ ଭଗବାନ କହିଲେ ଦୈବୀ ହେସା ଗୁଣମୟୀ ମମ ମାୟା ଦୁରିତୟା ମାୟା ମାମେ ବଜେ ପ୍ରପଦ୍ୟନ୍ତେ ମାୟା ମେତା ତରନ୍ତି। ଏ ତ୍ରିଗୁଣମୟୀ ମାୟା କାହାକୁ ଛାଡ଼ି ନାହିଁ। ଯିଏ ମୋ ଶରଣକୁ ଆସିଗଲା ତାର ମାୟା କିଛି କରିପାରିବନି। ଏତିକି ହେଲା ସାର କଥା। ତେଣୁ ଆମେ ନିର୍ବିବାଦରେ କେବଳ ଭଗବାନଙ୍କର ଶରଣାଗତ ନେବା। ସେଇ ଜଗନ୍ନାଥଙ୍କୁ ସ୍ମରଣ କୀର୍ତ୍ତନ ଅର୍ଚ୍ଚନ ବନ୍ଦନ କରିବା ତାଙ୍କରି ପାଖରେ ଶରଣ ନେବା। ସେ କୃଷ୍ଣ କିଏ କହୁ କିଏ ରାମ କହୁ କିଏ ଗୋବିନ୍ଦ କହୁ ଯିଏ ହରି କହୁ ଯିଏ ଯାହା କହୁ ସିଏ ହେଉଛନ୍ତି ଜଣେ। ତାଙ୍କ ପାଖେ ଆମେ ଯେତେବେଳେ ଶରଣ ନେଇଯିବା ମାୟା ଆମର କିଛି କରିପାରିବ ନାହିଁ। ଆମେ ମାୟାକୁ ଧରି ମାୟାଧରଙ୍କ ପାଖରେ ଆମେ ଶରଣାପନ୍ନ। ତେଣୁ ମାୟା ଆମର କିଛି କରିପାରିବ ନାହିଁ। ଆମେ ଭବସାଗରରୁ ଖୁସିରେ ପାରି ହେଇଯିବା।